जय जगन्नाथ साଙ୍ଗମାନେ ମୁଁ ଗୋବିନ୍ଦ ଆସିକି ଆଉ ଗୋଟେ ସକାଳୁ ସକାଳୁ ଫ୍ରେଶ୍ ମିନି ବ୍ଲଗ୍କି ନେଇକି ଆଜି ହେଉଛି ସରସ୍ୱତୀ ପୂଜା ସେଇଥିପାଇଁ ମୁଁ ପୁରା ରେଡ଼ି ହେଇଯାଇଛି। ଏବେ ଯିବି ଭାଇ ଭଉଣୀଙ୍କୁ ନେଇକି ତାଙ୍କ ସ୍କୁଲକୁ। ଆଉ ଗାଇସ୍ ଏଇ ସରସ୍ୱତୀ ପୂଜା ଗଣେଶ ପୂଜା ଆସିଲେ ପୁରା ସ୍କୁଲ କଥା ମନେ ପଡ଼ୁଛି। ଯେତେବେଳେ ଛୋଟ ଥିଲୁ ଆମେ କେତେ କ'ଣ କରୁଥିଲୁ ସ୍କୁଲରେ। ଆଉ ଏଇଠି ଯାଉଛେ ଦେଖନ୍ତୁ ଆମ ସ୍କୁଲରେ ଏତେ ସବୁ ସଜା ହେଇଛି, ସବୁ ପିଲାମାନେ ବି ଯାଉଛନ୍ତି ପୂଜା ପୂଜା କରିକି ଘରକୁ। ଆଉ ଆମେ 4 ଜଣ ଯାଉଛୁ ଭାଇ ଭଉଣୀଙ୍କ ସ୍କୁଲକୁ। ସେଇଥିପାଇଁ ଗାଇସ୍ ମୁଁ ଆର ଭିଡ଼ିଓରେ ମୁଁ କହିଥିଲି ଯେମିତି ଯେଉଁମାନେ ସ୍କୁଲରେ ପଢ଼ୁଛନ୍ତି ସେମାନେ ଏନ୍ଜୟ କରନ୍ତୁ, ବହୁତ ମଜାମସ୍ତି କରନ୍ତୁ। ଆଉ ଯେତେବେଳେ ବଡ଼ ହେଇଯିବେ, ଯେତେବେଳେ କିଛି ନଥିବ, ସ୍କୁଲ ଲାଇଫ୍ ନଥିବ, ସେତେବେଳେ ସବୁ କଥା ମନେ ପଡ଼ିବ। ଯେମିତିକି ଏବେ ସରସ୍ୱତୀ ପୂଜା ଗଣେଶ ପୂଜା ଆସିଲେ ସ୍କୁଲ କଥା ବହୁତ ମନେ ପଡ଼ୁଛି। ଛାଡ଼ନ୍ତୁ ଗାଇସ୍, ପଛ କଥା ଭାବିକି ଆଉ କିଛି ଲାଭ ନାହିଁ। ଆଗରେ ଯାହା ହେଉଛି ସେଇଟାକୁ ନେଇକି ଚାଲିବାକୁ ପଡ଼ିବ। ଆଉ ଏଇଠି ଭାଇ ଭଉଣୀଙ୍କ ସ୍କୁଲକୁ ଆମେ ପଳେଇ ଆସିଛୁ। ଆଉ ମାଆଙ୍କୁ ଏତେ ସୁନ୍ଦର ଲାଗୁଥିଲା, ମୁଁ ମାଆଙ୍କୁ ବହୁତ ଫଟୋ ଉଠେଇଛି, ବହୁତ ଭିଡ଼ିଓ କରିଛି। ସେଇଠି ଭାଇ ଭଉଣୀଙ୍କୁ ପୂଜାରେ ବସେଇ ଦେଇକି ଏଇଠି ଅଜାର ମୋର ବସିଥିଲୁ ଚେୟାରରେ। ଏଇଠି ଆସିକି ଆମେ କିଛି କିଛି ଭିଡ଼ିଓ କ୍ଲିକ୍ ନେଇଛୁ। ଏଇଠି ପୂଜା ସରିଲା ପରେ ଆମେ ସମସ୍ତେ ପୁଷ୍ପାଞ୍ଜଳି ଦେଇକି ମାଆଙ୍କୁ ଅଳିକି ହେଲୁ। ମାଆଙ୍କର ପୂଜା ବହୁତ ଭଲସେ ହେଇଛି। ତାପରେ ପୂଜା ସରିଲା ପରେ ସାର୍ ଆଉ ମିସ୍ ମାନେ ସବୁ ମିଶିକି ସବୁ ଭୋଗ ଗୁଡ଼ା ସବୁ ବାଣ୍ଟି ଦେଇଛନ୍ତି। ଆଉ ଗାଇସ୍ ସେଇଠି ଦେଖନ୍ତୁ, ସେ ପିଲାଟା ନନାଙ୍କ ହାତରୁ ସେ ଫାର୍ଷ୍ଟ ଟାଇମ୍ ସିଲେଟରେ ଲେଖୁଛି। ତାପରେ ଆମେ ଭୋଗ ଫୋଗ ସବୁ କିଛି ନେଇକି ଆମେ ଘରକୁ ଫେରି ଯାଉଛୁ। ଆଉ ରାସ୍ତାରେ ଆସିଲା ବେଳେ ଆମେ ବହୁତ ମଜାମସ୍ତି କରୁଛୁ ସମସ୍ତଙ୍କ ସହିତ। ତାପରେ ଆମର ଏମିତି କିଛି ନିୟମ ଅଛି, ଯେଉଁମାନେ ପାଠ ପଢ଼ିଛନ୍ତି ଯେଉଁ ପିଲାମାନେ, ସେମାନେ ସ୍କୁଲ କଲେଜରୁ ପୂଜା ସାରିକି ଆସିକି ଘରେ ଝରକା ବାଟରେ ପିଠା ଖାଇବେ। ସେଇ ନିୟମଟା ହିଁ ଏଇଠି ଆମର ପାଳନ ହେଉଛି। ଏଇଠି ଭାଇ ଭଉଣୀ ସମସ୍ତେ ନେଇଯାଇଛନ୍ତି, ଏବେ ମୁଁ ନେବି। ଆଉ ସକାଳୁ ଆମେ କିଛି ଖାଇନଥିଲୁ, ପୁଷ୍ପାଞ୍ଜଳି ସରିଲା ପରେ ଆମେ ପିଠା ଖାଉଛୁ। ଆଉ ବହୁତ ଭଲ ବି ଲାଗୁଥିଲା, ପୁରା ଟେଷ୍ଟି ବି ଲାଗୁଥିଲା। ଆଉ ଆମ ଭଳିଆ ଏମିତିକା ନିୟମ କେଉଁଠି କେଉଁଠି ଅଛି ନିଶ୍ଚିନ୍ତ କମେଣ୍ଟ ଭିତରେ ଜଣାଇବେ। ଆଉ ଆଜିର ପୂଜା ଦିନଟା ଆପଣମାନଙ୍କର କେମିତି କଟିଛି ସେଇଟା ବି କମେଣ୍ଟ ଭିତରେ ଜଣାଇବେ। ଆଉ ଭିଡ଼ିଓଟାକୁ ମୁଁ ଏଇଠି ଏଣ୍ଡ କରୁଛି। ଭିଡ଼ିଓଟା ଭଲ ଥିଲେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ଟାଟା ଗାଇସ୍।